ना काम होउतला ना होउतला ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବୁଢ଼ାବଳଙ୍ଗ ଜଳକା ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳକା ଓ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ବସ୍ତା ବ୍ଲକ ଓ ବାଲିଆପାଳ ବ୍ଲକ ସମେତ ଜଳେଶ୍ୱର ଓ ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ପାଣି ଘେରରେ ରହିଛି। ବିଭିନ୍ନ ସ୍ଥାନରେ ପାଣିର ସୁଅ ଚାଲିଥିବାରୁ ଯାତାୟାତ ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ବାଲେଶ୍ୱର ସାଂସଦ ବସ୍ତା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ତହସିଲ କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ। ଲୋକଙ୍କୁ ଉଦ୍ଧାର କାର୍ଯ୍ୟର ତଦାରଖ କରିବା ସହ ରନ୍ଧା ଖାଦ୍ୟ ଠିକ୍ ଭାବରେ ଲୋକଙ୍କୁ ଦିଆଯାଉଛି କି ନାହିଁ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହ ବୁଝାବୁଝି କରିଥିଲେ। ସମୀକ୍ଷା ବୈଠକରେ ବସ୍ତା ତହସିଲଦାର ସୁଶାନ୍ତ ପଟ୍ଟନାୟକ, ବିଡିଓ ମିହିର ବେହେରାଙ୍କ ସମେତ ବିଜେପି ଉତ୍ତର ବାଲେଶ୍ୱର ସଭାପତି ପ୍ରଦୀପ ପଣ୍ଡା, ଉମାକାନ୍ତ ମହାପାତ୍ର, ବିଜେପି ରାଜ୍ୟ ପ୍ରବକ୍ତା ଇଞ୍ଜିନିୟର ବିଭୁପଦ ଦାସ, ବ୍ରଜମୋହନ ପ୍ରଧାନ, ରବୀନ୍ଦ୍ର ଅଣ୍ଡିଆ, ସୂର୍ଯ୍ୟନାରାୟଣ ସାହୁ, ଦେବାଶିଷ ମହାପାତ୍ର, ପରମାନନ୍ଦ ମହାପାତ୍ର, ରବୀନ୍ଦ୍ର ଜୈନ, ଶୁଭଙ୍କର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଇଠି ଗୋଟେ ସେଣ୍ଟର ହେଇଛି, ସେଟା ଦେଖୁଥିଲି। ଏଥିରେ ଲୋକମାନେ ଟିକେ ଗୋଟେ ଅସ୍ୱାସ୍ଥ୍ୟକର ପରିବେଶରେ ଅଛନ୍ତି। ମୁଁ କହୁଛି ଆଉ ଗୋଟେ ରୁମ୍ ଖୋଲିଦେବା ପାଇଁ, କାରଣ ତା ଭିତରେ ବେଞ୍ଚ ଡେସ୍କ ସବୁ ଭର୍ତ୍ତି ହେଇଛି। ସାଇଡ଼ରେ ଲୋକ ବଡ଼ କଷ୍ଟରେ ଅଛନ୍ତି। ଗୁଡ଼ଟା ଖସିଗଲା ତମ ଆଜ୍ଞା ଯିବି ଯାଇକି ପଳେଇବି।